ଟିକେ ପରିଚୟ। ମୁଁ ମମତା ରାଉତରେ ଆମ ଡିମିରି ପଞ୍ଚାୟତର କୁସୁନପୁର ମଞ୍ଚର ପ୍ରେସିଡେଣ୍ଟ। କଣ ସମସ୍ୟା ହେଇଛି ଆଜି ସମସ୍ତ ପଦାଧିକାରୀ ମାନଙ୍କୁ ଦାୟିତ୍ୱ ଦେଲେ କଣ ଅସୁବିଧା ହେଇଛି? ଅସୁବିଧା ହେଇକି ଯେ ସବୁ ମା ମାନେ କିଛି ଭଲ ମନ୍ଦ ଜାଣିପାରୁନାହାନ୍ତି। ଯେଉଁ ସୁବିଧା ଆସୁଛି ଆମ ଗାଁକୁ କୌଣସି ପ୍ରକାର ସୁବିଧା ସେମାନେ ଜାଣିପାରୁଛନ୍ତି। ଯେଉଁମାନେ ଆଗେ ରହିଛନ୍ତି ସେଇମାନେ ସୁବିଧା ପାଉଛନ୍ତି, ସେଥିପାଇଁ ସେମାନେ ରାଗୁଛନ୍ତି। ସେଇ ସୁବିଧା ଆଉ ଭଲ ମନ୍ଦ ମେକଅପ୍ ହେବା ପାଇଁ ଆମେ କଣ ମୁଖ୍ୟ ଦାବି ଥିଲା କଣ? ମୁଖ୍ୟ ଦାବି ଥିଲା କି ଆମ ସ୍କୁଲରେ ଯେଉଁ ଡ୍ରେସ୍ ବଣ୍ଟନ ହେଇଥିଲା ଆମ ମା ମାନେ ଚାହୁଁଛନ୍ତି ନେବା ପାଇଁ କି। ତାପରେ ଆମର ଯେଉଁ ଥିଲା ଯେଉଁ ସ୍କୁଲକୁ ଯାଉଥିଲା କାମ, ସେଇ କାମ ଗୁଡ଼ାକ ବି ସେମାନେ ଚାହୁଁଛନ୍ତି ନେବା ପାଇଁ କି। ବର୍ଷ ବର୍ଷ ଧରି ସବୁ ମା ମାନେ ବର୍ଷେ ବର୍ଷେ ପାଇବା ପାଇଁ କି। ଏଇସବୁ ତାଙ୍କର ଦାବି ଆଉ। ଏ ବିଷୟ ନେଇ କାହାକୁ ସବୁ ଆମ ବ୍ଲକ ସ୍ତରୀୟ ଯେଉଁ ମାନେ ବୁଝୁଛନ୍ତି, ଆମ ବିଡ଼ିଓ ମାନେ ଅଛନ୍ତି, ଆମ ପଞ୍ଚାୟତ ଯେଉଁମାନେ ଅଛନ୍ତି ପ୍ରେସିଡେଣ୍ଟ ସିଆରପି ଏମାନେ ସମସ୍ତଙ୍କୁ କୁହାଯାଇଛି, ଆମ ସରପଞ୍ଚ ବାବୁ ଏମିତି ସମସ୍ତଙ୍କୁ ଆମେ ସମସ୍ତଙ୍କୁ ଜଣେଇ ଦେଇଛୁ ଆଉ। ସେକ୍ରେଟାରୀ ଭଲ ଟିକେ ପରିଚୟ। ଆଜ୍ଞା, ମୁଁ ଡିମିରି ଗ୍ରାମ ପଞ୍ଚାୟତ କୁସୁନପୁର ଆଞ୍ଚଳିକ ମଞ୍ଚର ସେକ୍ରେଟାରୀ ସଲିଳା ଦାସ। କଣ ଅସୁବିଧା ହେଇଛି ଆଜି? ଅସୁବିଧା କଣ କି ଆମର ମହାସଂଘ ଆଉ ଆଞ୍ଚଳିକ ମଞ୍ଚର ଯେଉଁ କାର୍ଯ୍ୟରତ ଅଧିକାରୀ ମାନେ ଅଛନ୍ତି ତାଙ୍କର କାର୍ଯ୍ୟର ଅବହେଳା ଯୋଗୁଁ ଆମ ମଞ୍ଚରେ କୌଣସି ପ୍ରକାର ସୁବିଧା ପହଞ୍ଚି ପାରୁନି। ଯେପରିକି ସେମାନେ କାମ କରୁଛନ୍ତି କି ବ୍ଲକର ଯେକୌଣସି କାମ ଆସୁଛି ଆମ ପାଖକୁ, ଆମ ମଞ୍ଚକୁ ଆସୁଛି, ସେଇଟା ଆମର ସଠିକ ରୂପେ ଆମେ ଜାଣିପାରୁନୁ। ସେ ହୁଏତ କାହାର ଅବହେଳା, ସିଆରପିଙ୍କର ଅବହେଳା ହେଇପାରେ, ଇସିଙ୍କ ଅବହେଳା ହେଇପାରେ, କି ପଞ୍ଚାୟତ ମହାସଂଘରେ ଯୋଉମାନେ କାର୍ଯ୍ୟରତ ଅଧିକାରୀ ଅଛନ୍ତି ତାଙ୍କର ଅବହେଳା ହେଇପାରେ। ସେଟା ଇନକ୍ୱାରି କରିବା ପାଇଁ କି ଆମେ ଆଜି ବ୍ଲକର ଦ୍ୱାରସ୍ଥ ହେଇଛୁ। ବିଡ଼ିଓ ଆମର ଚେୟାରମ୍ୟାନ ମହାଶୟ, ତାପରେ ଆମର ମିଶନ ଶକ୍ତି ବିଭାଗ, OLM ବିଭାଗ, ଆମେ ସମସ୍ତଙ୍କୁ ଆମର ଦରଖାସ୍ତ ଦେଇଛୁ। ଆଉ ଏମିତିକି ବହୁତ କାମ ଆମର ଗୋଟେ 5T କାମ ଆସିଥିଲା ଆମର ସ୍କୁଲକୁ, ଆମ ପଞ୍ଚାୟତର ସ୍କୁଲକୁ। ସେଇଟା ଆମର ମଞ୍ଚରେ କୌଣସି ଗାଇଡଲାଇନ ବୋଲି ନାହିଁ ବୋଲି ଜଣାଇଥିଲେ। ତ ତାର କିଛି ଗାଇଡଲାଇନ ଥାଉ କି ନଥାଉ, ଆମ ମଞ୍ଚର ସବୁ ମା ମାନେ ବସି ନିଷ୍ପତ୍ତି ନେଲେ ଯେ ଏଇଟା ଗୋଟେ ବର୍ଷ ଗୋଟେ ଏସଏଚଜି ନବ, ପୁନର୍ବାର ଆଉ ଗୋଟେ ବର୍ଷକୁ ଆଉ ଗୋଟେ ଏସଏଚଜି କୁ ଦିଆଯିବ। କିନ୍ତୁ ଏହାର ଏ କଥାର କୌଣସି କାର୍ଯ୍ୟକାରୀ ହେଲାନି। 2024ରେ ପୁଣି ସେଇ ଯୋଉ ଏସଏଚଜି 2023ରେ ନେଇଥିଲା କାହାକୁ କିଛି ନ ଜଣାଇ ପୁଣି ସେଇ ଏସଏଚଜି 2024ରେ ପୁନର୍ବାର ଖାତା ରେନୁଆଲ କରି ପୋଷ୍ଟିଂରେ ରହିଛନ୍ତି। ଏ ବିଷୟରେ ଗାଁ ବାଲା ବିରୋଧ କରୁଛନ୍ତି। ଦ୍ୱିତୀୟତଃ ଆମର ସ୍କୁଲ ଡ୍ରେସ୍, ଆମ ଗାଁ ପଞ୍ଚାୟତର ଗୋପାଳନଗର, ଡିମିରି ସବୁ ପଞ୍ଚାୟତରେ ପ୍ରଥମଠୁ ଅଷ୍ଟମ ଯାଏ ପିଲା ସ୍କୁଲ ଅଛି, ପିଲା ପାଠ ପଢୁଛନ୍ତି। ଆମ କୁସୁନପୁରରେ ବି ଅଛି ପ୍ରଥମରୁ ଦଶମ ଯାଏ। ତ ନବମ ଦଶମ ପିଲାଙ୍କ ଡ୍ରେସ୍ କଥା ଆମେ କହୁନୁ, ଯେହେତୁ ପଞ୍ଚାୟତରେ 5T ସ୍କୁଲ ଗୋଟେ, ନବମ ଦଶମ ପିଲାଙ୍କ ସ୍କୁଲ ବି ଗୋଟେ, ତ ସେଇଟା ହୁଏତ ଯଦି ବାହାର ଗାଁକୁ ଯାଉଛି ଯାଇପାରେ। କିନ୍ତୁ ଆମର ଯୋଉ ପ୍ରଥମଠୁ ଅଷ୍ଟମ ପର୍ଯ୍ୟନ୍ତ ଯୋଉ ସ୍କୁଲ ପିଲାଙ୍କ ଡ୍ରେସ୍ ଆମେ ଚାହୁଁଛୁ ସେଟା ଆମ ମଞ୍ଚକୁ ମିଳୁ। ସବୁ ଗାଁର ଡ୍ରେସ୍ ପିଲା ସବୁ ମଞ୍ଚକୁ, ତାଙ୍କ ଗାଁର ମଞ୍ଚକୁ ମିଳୁଛି। ତ ଆମ ମଞ୍ଚର ପିଲା ସ୍କୁଲ, ଆମ ମଞ୍ଚର ସ୍କୁଲ ପିଲାଙ୍କ କାମ ଆମ ମଞ୍ଚକୁ ଦିଆଯାଉ, ସେଟା ଆମକୁ ନ ଜଣାଇ ଅଲଗା ମଞ୍ଚକୁ ଦିଆଯାଉଛି। 2023ରେ ଡିମିରି ମଞ୍ଚ ନେଇଥିଲା, ତ 2024ରେ ଗୋପାଳନଗର ମଞ୍ଚକୁ ଦିଆଯାଉଛି। ଏଥିପାଇଁ ଲୋକମାନେ ଅସନ୍ତୁଷ୍ଟ। ପ୍ରତିଶ୍ରୁତି ମିଳିଛି ଆମର ତ ଆଗରୁ ଯିଏ ବିପିଏମ୍ ସାର୍ ଥିଲେ ସେ ତ ବର୍ତ୍ତମାନ ନାହାନ୍ତି, ଟ୍ରାନ୍ସଫର ହେଇଯାଇଛନ୍ତି। ନୂଆ ବିପିଏମ୍ ସାର୍ ଆସିଛନ୍ତି। ଚେୟାରମ୍ୟାନ ସାର୍ କହିଲେ ଯେ ବିପିଏମ୍ ସାର୍ଙ୍କ ଯୋଉ ନୂଆ ବିପିଏମ୍ ମ୍ୟାଡାମ ଆସିଛନ୍ତି ତାଙ୍କ ସହିତ ଯୋଗାଯୋଗ କରି ଏଇ ସମସ୍ୟାର ସମାଧାନ କରିବେ।